ବିଜୁ ଜନତା ଦଳ ସମଗ୍ର ଭାରତ ବର୍ଷରେ ଗୋଟେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଏବଂ ଏହାର ଯୁବ ଏବଂ ଛାତ୍ର ସଂଗଠନକୁ କିଭଳି ଭାବରେ ତୃଣମୂଳ ସ୍ତରରୁ ମଜବୁତ କରାଯିବ ଏବଂ 2029 ପାଇଁ ଗୋଟେ ନକ୍ସା ପ୍ରସ୍ତୁତ କରାଯାଉଛି। ବିଜୁ ଜନତା ଦଳ ପୁଣି ବହୁତ ଜଲ୍ଦି କ୍ଷମତାକୁ ଫେରୁଛି ଏବଂ ଲୋକମାନଙ୍କର ଆଶୀର୍ବାଦ ଏବଂ ଶ୍ରଦ୍ଧା ଏବଂ ନବୀନ ବାବୁଙ୍କ ପ୍ରତି ଲୋକମାନଙ୍କର ଯେତିକି ଭଲ ପାଇବା ଅଛି ତାକୁ ପାଥେୟ କରିକି ବିଜୁ ଜନତା ଦଳ ଗୋଟେ ବୃହତ ସଂଗଠନ ଯୁବ ଛାତ୍ର ସଂଗଠନ ତିଆରି କରିବ ଏବଂ କୌଣସି ନ୍ୟାସନାଲ ପାର୍ଟି ସବୁବେଳେ ଆମେ ବିଜୁ ଯୁବ ଜନତା ଦଳ ଛାତ୍ର ଜନତା ଦଳ ଆଗରେ ହାର ମାନିଛନ୍ତି ଏବଂ ଆମ ସଂଗଠନ ସାରା ଓଡ଼ିଶାରେ ପ୍ରଥମ ଏବଂ ସବୁଠୁ ସଶକ୍ତ ଏବଂ ବ୍ୟାପ୍ତ। ତେଣୁ ଏଇଭଳି ବିଜୁ ଛାତ୍ର ଜନତା ଦଳ ଯୁବ ଜନତା ଦଳକୁ ଟକ୍କର ଦେଲା ଭଳିଆ କ୍ୟାପାସିଟି ଓଡ଼ିଶାରେ କାହାର ନାହିଁ ଏବଂ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଜି ସ୍ପଷ୍ଟ ଭାବରେ ଯୁବକ ଛାତ୍ରମାନଙ୍କୁ ନେଇକି ଗୋଟେ ଶକ୍ତିଶାଳୀ ସଂଗଠନ ତିଆରି ହେବ ଏବଂ ଯେଉଁ ସରକାରଙ୍କର ଯେଉଁ ଅପାରଗ ପଣିଆ ଅଛି ଯେଉଁ ମିଛ ପ୍ରତିଶ୍ରୁତି ଦେଇକି ଯେଉଁ ବାହାବା ନେବା ଏବଂ ଯେଉଁଭଳି ଭାବରେ ମହିଳାଠୁ ଆରମ୍ଭ କରି ଯୁବକ ଛାତ୍ରମାନଙ୍କୁ ହତାଶ କରୁଛନ୍ତି। ଆଜି ଯୁବକ ଛାତ୍ରମାନେ ଯେଉଁ ପ୍ରତିଶ୍ରୁତି ସେମାନେ ଦେଇଥିଲେ ଆଜି ପ୍ରତାରଣାରେ ପରିଣତ ହୋଇଛି। ତା ବିରୁଦ୍ଧରେ ଗୋଟେ ବଡ଼ ଜନ ଆନ୍ଦୋଳନ ହେବାକୁ ଯାଉଛି ଏବଂ ନୂଆ ଟିମ୍ ହେଇଛି ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳର ଏବଂ ଗୋଟେ ଏଗ୍ରେସିଭ୍ ମୁଡ୍ରେ ବିଜୁ ଯୁବ ଜନତା ଦଳ ଛାତ୍ର ଜନତା ଦଳ କାମ କରିବ ଏବଂ 29ରେ ଆମେ କ୍ଷମତାକୁ ଫେରିବୁ। ସେଥିପାଇଁ ଆମେ ଏବେଠାରୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛୁ। କିଛି ଅସନ୍ତୋଷ ବିଜୁ ଜନତା ଦଳରେ କୌଣସି ଅସନ୍ତୋଷ ନାହିଁ। ବିଜୁ ଯୁବ ଜନତା ଦଳ ଛାତ୍ର ଜନତା ଦଳ ଦୁଇ ଜଣ ବେଷ୍ଟ ଯେଉଁ କ୍ୟାଣ୍ଡିଡେଟ୍କୁ କରାଯାଇଛି, ଦୁଇ ଜଣ ଟପମୋଷ୍ଟ ଏବଂ ସବୁଠୁ କ୍ୱାଲିଟି ଥିବା ଦୁଇ ଜଣ ଯୁବ ଏବଂ ଛାତ୍ରୀ ନେତ୍ରୀଙ୍କୁ କରାଯାଇଛି। ତେଣୁ ଆମେ ସମ୍ପୂର୍ଣ୍ଣ ରୂପେ ଆଶାବାଦୀ ଯେ ଓଡ଼ିଶାର ଯୁବକ ଛାତ୍ରମାନେ ସମସ୍ତେ ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ଦୁଇ ଜଣ 29 ନିର୍ବାଚନ ପର୍ଯ୍ୟନ୍ତ ପୁରା କାମ କରିବେ ଏବଂ ତାଙ୍କର ଆଗରୁ ମଧ୍ୟ ଅଭିଜ୍ଞତା ଅଛି। ଚିନ୍ମୟ ସାହୁ ସେ ବାଣୀବିହାର ପ୍ରେସିଡେଣ୍ଟ ଥିଲେ ଏବଂ ଇପ୍ସିତା ସାହୁ ଆର୍ଡିର ପ୍ରେସିଡେଣ୍ଟ ଥିଲେ ଏବଂ ବାଣୀବିହାର ସେକ୍ରେଟାରୀ ଥିଲେ। ତେଣୁ ଦୁଇ ଜଣ ଯାକ ତାଙ୍କର କ୍ୟାରିୟର ମଧ୍ୟ ବହୁତ ଭଲ ଏବଂ ଭଲ ଷ୍ଟୁଡେଣ୍ଟ ସେମାନେ। ତେଣୁ ଯାହା ଗୋଟେ ଦକ୍ଷତା ରହିବା କଥା ଯୁବ ଛାତ୍ର ନେତା ଭିତରେ ତାଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ଅଛି ଏବଂ ମୁଁ ଓଡ଼ିଶାର ସମସ୍ତ ଯୁବକ ଛାତ୍ରମାନଙ୍କୁ ନିବେଦନ କରିବି ଯେ ଗୋଟେ ଚିନ୍ମୟ ସାହୁ ଏବଂ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଗୋଟେ ଦୃଢ଼ ସଂଗଠନ ତିଆରି କରିବା ପାଇଁ।